ମତ୍ସ୍ୟ ପୁରାଣ ନବମ ଅଧ୍ୟାୟ ମନୁଷ୍ୟାଦି ମାନଙ୍କର ଜନ୍ମ ଓ ଇନ୍ଦ୍ରଙ୍କର ବିବରଣ। ରାଜା ପଚାରିଲେ ପୁଣି କହ ମୁନିବର, କେତେ ଦିନେ ପୃଥିବୀରେ ଜାତ ହେଲେ ନର। ଏହା ବିସ୍ତାରିଣ ମୋତେ କହ ବ୍ରହ୍ମାସୁତ, ମତ୍ସ୍ୟ ପୁରାଣକୁ ଶୁଣି ହୋଇ ବିକୃତାର୍ଥ। ନାରଦ ବୋଇଲେ ତାହା ଶୁଣ ନୃପରାଣ, ସ୍ୱର୍ଗରେ ବିହାର କଲେ ଯହୁଁ ସୁରଗଣ। ସେମାନଙ୍କ ବିହାରରୁ ହେଲେ ପୁଣି ଜାତ, ଚନ୍ଦ୍ରଙ୍କ ଠାରୁ ସେ ବୁଦ୍ଧ ହୋଇଲେ ସମ୍ଭୂତ। ଭୂମିର ମଙ୍ଗଳ ଜାଣ ହେଲେ ଉତ୍ତପତି, ଶୁକ୍ରାଚାର୍ଯ୍ୟ ହୋଇଲେ କଭୃଗୁଙ୍କ ସନ୍ତତି। ଏହି ରୂପେ ନବଗ୍ରହ ହୋଇଲେ କଜାତ, ଶନିଶ୍ଚର ଧର୍ମ ଠାରୁ ହୋଇଲେ ସମ୍ଭୂତ। କଶ୍ୟପଙ୍କ ଠାରୁ ପୁଣି ହେଲେ ଉତ୍ତପନ, 27 ନକ୍ଷତ୍ର ସେ ବୁଝ ହେ ରାଜନ। ଏହି ରୂପେ ଦେବଗଣ ଜାଣ ମହିପତି, ସୋମରାଜାଙ୍କୁ ଘେନିଣ ଦିନେ ବେଦପତି। ଆବର ସତ୍ୟବ୍ରତ ଯେ ଭୃଙ୍ଗ ରାଜା ସହ, କଶ୍ୟପଙ୍କ ବଳି ନାମେ ଯେ ବଣତନୟ। ଅସୁର ବଳ ଘେନିଣ ବ୍ରହ୍ମାଙ୍କ ସଙ୍ଗତେ, ପୃଥିବୀରେ ମିଳିଲେ ସେ କଶ୍ୟପ ସହିତେ। ଦେଖିଲେ ଏହି ପୃଥିରେ ଜନ ପ୍ରଜା ନାହିଁ, ଶୂନ୍ୟ ବସୁନ୍ଧରୀ ଗୋଟି ଅଶୋଭାଦିଶଇ। ସୋମରାଜାକୁ ବୋଇଲେ ଦେବ ବେଦପତି, କୁଶଳ ଦେଶରେ ତୋହି ହୁଅ ନରପତି। ସତ୍ୟବ୍ରତ ନରେଶକୁ ବୋଇଲେ ତୁ ଯାଅ, ଜମ୍ବୁଦ୍ୱୀପ ମଧ୍ୟରେ ତୁ ରାଜା ହୋଇଥାଅ। ଆବର 3 ରାଜାକୁ ଦେଲେ 3 ଦ୍ୱୀପ, ବାଲ୍ମୀକି ବୋଇଲେ ହୁଅ ଶୈଳଦ୍ୱୀପେ ନୃପ। ବ୍ରହ୍ମା ବଚନେ ରାଜା ସନ୍ତୋଷରେ ଗଲେ, ବିଶ୍ୱକର୍ମା ଯାଇ ତହିଁ ପୁର ନିର୍ମାଣିଲେ। ତହିଁରେ ବାସ କରିଲେ ସର୍ବଦୈତ୍ୟଗଣ, ବ୍ରହ୍ମାଙ୍କୁ ଚାହିଁ ବୋଲନ୍ତି ରାଜା ମାନେ ପୁଣ। ରଥ ଗଜ ପଦାତିକ ଜନବଳ ନାହିଁ, ତୁଚ୍ଛା କେମନ୍ତେ ନୃପତି ହୋଇବୁ ଗୋସାଇଁ। ବ୍ରହ୍ମା ବୋଇଲେ ତୁମ୍ଭଙ୍କୁ ମିଳିବ ସମସ୍ତ, ମୁହିଁ ତୁମ୍ଭ ପାଇଁ ତାହା କରାଇବି ଜାତ। ଏମନ୍ତ କହିଣ ବ୍ରହ୍ମା ମନେ ଧ୍ୟାନ କଲେ, ଅସଂଖ୍ୟ ଜନ କ୍ଷଣକେ ସଂସାରେ ବ୍ୟାପିଲେ। ଅଶ୍ୱଗଜ ମାନେ ପୁଣି ହୋଇଲେ କଜାତ, ଅକାରଣେ ମାଳ ମାଳ ବୁଲିଲେ ସମସ୍ତ। ବ୍ରହ୍ମା ବୋଇଲେ ଏହାକୁ ଘେନି ରାଜ୍ୟ କର, ନୃପତି ବୋଇଲେ କାହୁଁ ଆଣିବୁ ଆଧାର। ତାହା ଯୋଗାଇବା କହି ଦେବ ବେଦପତି, ତତକ୍ଷଣେ ଭିଆଇଲେ ଅଷ୍ଟାଦଶ ଜାତି। ପୃଥିବୀ ମୂର୍ତ୍ତିକା କିଛି ନେଇ ବେଦ ବ୍ରହ୍ମା, ଗଢ଼ି କନ୍ୟା ଜୀବନ୍ୟାସ ଦେଲେ ମହାତ୍ମା। ତହିଁରୁ ଜାତ ହୋଇଲା ଅପୂର୍ବ ଯୁବତୀ, ଚିତ୍ରତମା ନାମ ତାକୁ ଦେଲେ ବେଦପତି। ସୋମରାଜା ସନ୍ନିଧିରେ ଯେହି କନ୍ୟା ଦେଲେ, ଏହାକୁ ତୁ ବିବାହ ବୋଲିଣ ବୋଇଲେ। ଏହାର ଗର୍ଭରୁ ଯେଉଁ ଝିଅ ହେବ ଜାତ, ସତ୍ୟବ୍ରତକୁ ବିବାହ ହେବ ନରନାଥ। ଆବର ଅନେକ ତୋର
ହୋଇବ ଦୁହିତା। ଅନ୍ୟ ରାଜାକୁ ତା ଦେଇ କରିବୁ ଜାମାତା। ଏହା ଶୁଣି ନରପତି କଷ୍ଟ କଲା ମନ, ବ୍ରହ୍ମାଙ୍କୁ ଚାହିଁଣ ପୁଣି କହି ବଚନ। ମୋର ବିଭା କାର୍ଯ୍ୟ ଶେଷ କର ବେଦବର, ଏମନ୍ତ ଶୁଣି ସନ୍ତୋଷ ହେଲେ କୁଶଧର। କୁଶଳ ଦେଶକୁ ସେହି ଠାରୁ ଚଳିଗଲେ, ବିଶ୍ୱକର୍ମା ତହିଁ ଯାଇ ପୁର ବସାଇଲେ। ଯେ ବିଧି ବିଧାନ ବ୍ରହ୍ମା ବିଭା ଶେଷ କଲେ, ଆବରଜାରାଙ୍କୁ ଯେ ପୁର ଯେ ଦେଇଥିଲେ। କଳ୍ପଣାରୁ ଏକ ଏକ କନ୍ୟା କରି ଜାତ, ଏକ ଏକ ରାଜାକୁ ତା ଦେଲେ ଚଉମାଥ। ହଂସ ବାହନରେ ବ୍ରହ୍ମା ତହୁଁ ବିଜେ କରି, ଗୋବର୍ଣ୍ଣ ବେଶେ ମିଳିଲେ ଯାଇ କୁଶଧାରୀ। ବ୍ରାହ୍ମଣ ମାନଙ୍କୁ ତହିଁ ରଖିଲେ କନେଇ, ବିଶ୍ୱକର୍ମା ପୁର ମାନ ନିର୍ମାଣିଲା ତହିଁ। କାଚ ଢାଳ ପୁର ସ୍ଫଟିକରେ ନିର୍ଭା କଲା, ଦାରୁଗ୍ରହ ଲୋକ ଅନୁମାନ ଦୃଷ୍ଟି ହେଲା। ରହିଲେ ବ୍ରାହ୍ମଣେ ସେହି ଗୋକର୍ଣ୍ଣିକା ପୁରୀ, ଜପ ମନ୍ତ୍ର ଧାରି ବେଦ ଅଧ୍ୟୟନ କରି। କହିଲେ ବ୍ରାହ୍ମଣ ମାନେ ତହିଁ ଅପ୍ରମିତ, ତାହାକୁ ଯେଉଁ ବୃତ୍ତିରେ ରଖିଲେ ସମସ୍ତ। ଗ୍ରାମମାନ ରାଜଘୋଷ ହେଲା ପୂର୍ବ ଜାଣି, ଦେଖି କରି ଆନନ୍ଦିତ ହେଲେ କୁଶ ପାଣି। ବିଚାରିଲେ ଅନ୍ନ ଏବେ କରିବ ଜାତ, କାମଧେନୁ କ୍ଷୀରକୁ ଯେ ବ୍ରହ୍ମା କଲେ ଘୃତ। ବ୍ରାହ୍ମଣ ଋଷି ଇତ୍ୟାଦି ରାଜା ଏ ସମସ୍ତେ, ଗମନ କରି ଚଳନ୍ତି ବ୍ରହ୍ମାଙ୍କ ସହିତେ। ହଂସ ବିମାନୁ ବୁରି ଦେବ ପ୍ରଜାପତି, ଗୋକର୍ଣ୍ଣିକା ତୀର୍ଥେ ବ୍ରହ୍ମା ଯୋଗ ଆରମ୍ଭନ୍ତି। ଜାଗତୁଣ୍ଡ ଏକ ତହିଁ ନିର୍ମାଣିଲେ ବିଧି, ବେଦାନୁକ୍ରମେ ଆରମ୍ଭ କଲେ ଯଜ୍ଞ ବିଧି। ଅଗ୍ନି ଥାପିଣ ସେଠାରେ କରିଲେ କହୋମ, ବେଦ ମନ୍ତ୍ର ଉଚ୍ଚାରିଣ ଆରମ୍ଭିଲେ କର୍ମ। ପୃଥିକୀ ଯୁବତୀ ରୂପେ ଆଗ ପୂଜା କରି, ଶ୍ରୁବରେ ଘୃତ ଦିଅନ୍ତି ବୈଶ୍ୱାନରେ ବରି। ଯଜ୍ଞ କର୍ମ ସମାପତ କରିଲେ କ ବ୍ରହ୍ମା, ପୂର୍ଣ୍ଣାହୁତିରେ ଅଗ୍ନିଙ୍କୁ ତୋଷିଲେ ମହାତ୍ମା। ତତକ୍ଷଣେ କୁଣ୍ଡୁ ଅନ୍ନ ହୋଇଲେ କ ଜାତ, ସହସ୍ରେ କ ବୀଜ ଶାଖା ପୃଥିବୀ ସମ୍ଭୂତ। ସହସ୍ର ଜାତି ବୀଜର ନାମ ଭିନ୍ନ ଭିନ୍ନ, କାଳିଆ ଶୁକ୍ଳ ରଙ୍ଗ ଏହି ତିନି ବର୍ଣ୍ଣ। ତାହା ଦେଖିଣ ସମସ୍ତେ ହୋଇଲେ ଆନନ୍ଦ, ବ୍ରହ୍ମା ସହିତରେ ଯେତେ ରାଜା ଋଷି ବୃନ୍ଦ। ତତକ୍ଷଣେ ସେ ବୃକ୍ଷକୁ ଛେଦି ବେଗ କରି, ସବୁ ରାଜାଙ୍କୁ ବାଣ୍ଟିଣ ଦେଲେ କୁଶଧାରୀ। ବିଧାତା ବୋଇଲେ ତହୁଁ ସମସ୍ତଙ୍କୁ ଚାହିଁ, ଅଦ୍ଭୁତେ ଅନ୍ନ ବ୍ୟାପିବ ଜାଣ ସବୁ ଠାଇଁ। ଜମ୍ବୁଦୀପ ଲକ୍ଷେ 5,000 ଯୋଜନ, ଏଡ଼େ ବଡ଼ ସ୍ଥାନକୁ ସେ ବ୍ୟାପି ଗଲା ଅନ୍ନ। ଦେଶ ଦେଶ କରେ ଜାଣ ଭିନ୍ନ ଭିନ୍ନ ମତ, ନାନା ମତରେ ସେ ଅନ୍ନ ବ୍ୟାପିଲା ଜଗତ। 7 ଦ୍ୱୀପେ ଶସ୍ୟ ଜାତ ହେଲା ନାନା ବର୍ଣ୍ଣ, ସମଗ୍ର ପୃଥିବୀରେ ହୋଇଗଲା ଅନ୍ନପୂର୍ଣ୍ଣ। ଅନ୍ନ ନ ଭୁଞ୍ଜିଲେ ଯହୁଁ ପ୍ରାଣ ହେଲା ହତ, ତେଣୁ ପ୍ରାଣୀଙ୍କି ବୋଲନ୍ତି ଅନ୍ନରୁ ସମ୍ଭୂତ। ହେ ରାଜା ପୃଥିବୀରୁ ଏହି ରୂପେ ସବୁ ଜାତ,
ପୃଥିବୀରୁ ଜାତ ନାନା ରତନ ପଦାର୍ଥ। ପୃଥିବୀ କି ହେ ରାଜନ ରତ୍ନ ବୋଲି କହି, ଜଗତ ମନରେ ନାମ ମେଦିନୀ ବୋଲାଇ। ଆବର ଭିଆଣ ଯାହା କିଛି ନହିଥିଲା, ଫଳ ପୁଷ୍ପ ମୂଳ କରି ଧାତା ବାହୁଡ଼ିଲା। ରାଜାମାନେ ଛନ୍ତି ସଙ୍ଗେ ଅଶ୍ୱାରୋହୀଣ, ଆବର ସଙ୍ଗେ ଅଛନ୍ତି ଋଷି ବିପ୍ରଗଣ। ଅନେକ ଦେବ ସର୍ଜନା କରିବେ ଦବର, ହଂସ ବାହନରେ ବସି ହୋଇଲେ ବାହାର। ବ୍ରାହ୍ମଣ ରାଜା ଋଷିଙ୍କୁ ସଙ୍ଗତରେ ଘେନି, ଆବର ଜନ୍ମିଣ ଥିଲେ ଯେତେ କମେଦିନୀ। ବ୍ରହ୍ମାଙ୍କ ସଙ୍ଗରେ ସର୍ବେ କରନ୍ତି ଗମନ, ପ୍ରବେଶ ହୋଇଲେ ଯାଇ ଅମର ଭୁବନ। ସୁଧର୍ମା ସଭାରେ ଆସି ହେଲେ କମେଳ, ବସିଲେ କଶ୍ୟପ ସଙ୍ଗେ ଘେନି ଲୋକପାଳ। ବିଷ୍ଣୁ ରୁଦ୍ର ଇଲେ ଯେ ଦକ୍ଷ ପ୍ରଜାପତି, ବଳି ଦୈତ୍ୟ ସଭାରେ ହେଲା ଉପସ୍ଥିତି। ସକଳ ଦେବତା ବୃନ୍ଦ ସଭାରେ ବସିଲେ, ବିଷ୍ଣୁଙ୍କୁ ଚାହିଁ ବିଧାତା ଏସନ ବୋଇଲେ। ଇନ୍ଦ୍ର କାହାକୁ କରିବୁ କହ ନାରାୟଣ, ଜଗତ ଜାକତ ସବୁ ହୋଇଲା ଭିଆଣ। ଜଳ ବରସିଲେ ହେବ ସୁସ୍ଥ ବସୁନ୍ଧରୀ, ନୋହିଲେ ସବୁ ବ୍ୟଥା ହେବ ଚକ୍ରଧାରୀ। ବିଷ୍ଣୁ ବୋଇଲେ କ ଯାହା ବୋଇଲୁ ତୁ ସତ, ଇନ୍ଦ୍ର ନହିଲେ କେମନ୍ତେ ରହିବ ଜଗତ। କଶ୍ୟପ ଚାହିଁ ବୋଇଲେ ଦେବ ନାରାୟଣ, ତୁମ୍ଭ ପୁତ୍ର ବିଦିତକୁ ବେଗେ ଯାଇ ଆଣ। ଶୁଣି କଶ୍ୟପ ପେଶିଲେ ଏକ ବିଦ୍ୟାଧରେ, ସେ ଯାଇ ଜଣାଇଲା ବିଦିତ ଛାମୁରେ। ପିତା ଆଜ୍ଞା ତବ ଆସ ସୁଧର୍ମାକୁ ଯିବ, ଇନ୍ଦ୍ର ପଦରେ ଆଜ ହୁଁ ସେଠାରେ ବସିବ। ଶୁଣିଣ କଶ୍ୟପ ଶୁଣୁ ହେଲା ତତ୍ପର, ବିଦ୍ୟାଧର ସଙ୍ଗେ ତହୁଁ ଆସିଲା କୁମର। ସୁଧର୍ମା ସଭାରେ ଆସି ତକ୍ଷଣେ ମିଳିଲା, ପିତାଙ୍କର ଚରଣରେ ନମସ୍କାର କଲା। ବ୍ରହ୍ମା ବିଷ୍ଣୁଙ୍କ ଚରଣେ କଲା ନମସ୍କାର, ଧାତା ବସାଇଲେ ତାକୁ ଧରି ତାର କର। ବିଧାତା ବୋଇଲେ ତହୁଁ କଶ୍ୟପଙ୍କୁ ଚାହିଁ, ଇନ୍ଦ୍ର ପଦରେ ପୁତ୍ରକୁ ବସାନ୍ତୁ ନେଇ। ସହଜରେ ପୁତ୍ରଟିର ବିଦିତଟି ନାମ, ଇନ୍ଦ୍ର ପଦରେ ବସିବ ହୋଇଲା ଉତ୍ତମ। ରୁଦ୍ର ବୋଇଲେ କଶ୍ୟପ ଜାଣିଏ ବିଷୟ, ଜନ୍ମ କରାଇ ଅଛନ୍ତି ବିଦିତ ତନୟ। ସେ ହେତୁ ପୁତ୍ର ଇନ୍ଦ୍ରଙ୍କ ପଦରେ ବସିଲା, ବିଦିତକୁ ଇନ୍ଦ୍ର ପଦ ସୁନ୍ଦର ସାଜିଲା। ଶଙ୍କରଙ୍କ ବଚନରେ ହେଲେ ସର୍ବେ ତୋଷ, ଶୁଣି କରି କଶ୍ୟପ ଯେ ହେଲେ ହସ ହସ। କଶ୍ୟପ ବୋଇଲେ ବ୍ରହ୍ମା ବିଷ୍ଣୁ ରୁଦ୍ରେ ଚାହିଁ, ମୋ ପୁତ୍ରକୁ ଇନ୍ଦ୍ର ପଦେ ବସାଇଛ ନେଇ। ତୁମ୍ଭେ ସବୁ ସମୟରେ ହୋଇଥିବ ସଖା, କାଳେ ମୋ ପୁତ୍ରକୁ ପୁଣି ନ କର ନା ରକ୍ଷା। ଦୋଷା ଦୋଷ ସବୁ ଯେତେ ତାହାର ସହିବ, ଇନ୍ଦ୍ର ପଦକୁ ତାହାର କାଟନ କରିବ। ତୁମ୍ଭେ ପଦ୍ମନାଭ ଏକା ଶୁଣ ମୋର ବାଣୀ, ପୁତ୍ରକୁ ମୋ ସଖା ତୁମ୍ଭେ ଥିବ ଚକ୍ରପାଣି। କଶ୍ୟପ କହନ୍ତେ ସର୍ବେ ହୋଇଲେ କତୋଷ,
ଦକ୍ଷ କର ଟେକି ବିଷ୍ଣୁ କହିଲେ ଭାସ। ତୋହର ପୁତ୍ରକୁ ମୁହିଁ ସଖା ସବୁ କାଳେ, ଶତ୍ରୁ ଉପଗତ ହେଲେ ସଂହାରିବି ବଳେ। ଏଥିକି ବିଚାର କିଛି ନକର ମନରେ, ଶୁଣି କଶ୍ୟପ କହନ୍ତି ତାଙ୍କୁ ବିନୟରେ। ଯେଉଁ ବିଷୟ ତୁମ୍ଭଙ୍କୁ କରିଲି ଜ୍ଞାପନ, ଆପଣ କି ସେ କଥା ନ ଜାଣ ଭଗବାନ। ଏହୁ ଇନ୍ଦ୍ର ପଦ ଗୋଟି ବଡ଼ାଇ ସମ୍ପଦ, କାଳେ ଆସି ଦୁଷ୍ଟ ଲୋକ କରିବେ ପ୍ରମାଦ। ଇନ୍ଦ୍ର ପଦେ ବସିବାକୁ ସମସ୍ତଙ୍କ ମନ, ଉପଦ୍ରବ କରିବେ କ ଦୁଷ୍ଟ ମୂର୍ଖ ଜନ। ଆବର ଜନେ କରନ୍ତି ବସି ଜପ ତପ, ଏ ରୂପେ ସୁରପୁରରେ ହୋଇବାକୁ ନୃପ। ତେଣୁ କରି ଦୃଢ଼ କଥା କହୁଅଛି ଏଥେ, ଦେବତା ସହ ଆପଣ ଶୁଣନ୍ତୁ ସମସ୍ତେ। ଏହାକୁ ଇନ୍ଦ୍ର ପଦରେ ବସାଉଛ ତୁମ୍ଭେ, ତୁମ୍ଭର ବଚନ ଭାଙ୍ଗି ନ ପାରେ ମୁଁ କେଭେ। ତୁମ୍ଭେ ସ୍ୱୟଂ ନାରାୟଣ ଜଗତର ତାତ, ବସୁ ଇନ୍ଦ୍ର ପଦେ ଯେବେ ଦୟା କଲୁ ନାଥ। ଶୁଣି କରି ନାରାୟଣ ସନ୍ତୋଷ ହୋଇଲେ, ଇନ୍ଦ୍ର ମୁଖକୁ ଚାହିଁଣ ଏମନ୍ତ ବୋଇଲେ। ଏ ସ୍ୱର୍ଗପୁରରେ ସୁଖେ ବସ ହୋଇ ରାଜା, ଗନ୍ଧର୍ବ କିନ୍ନର ତୋତେ କରନ୍ତୁ ଯେ ପୂଜା। ଚାରି ମେଘେ ତୋ ଆଜ୍ଞାରେ ସଦା ରଖିଥିବେ, ଯେମନ୍ତେ ବୋଲିବୁ ଦୃଷ୍ଟି ତେମନ୍ତ କରିବେ। ତିନି ଭୁବନରେ ତୁହି ହେଲୁ ଏବେ ରାଜା, ତିନି ପୁର ଲୋକ ତୋତେ କରିବେ କ ପୂଜା। ଏମନ୍ତ ଶୁଣିଣ ଇନ୍ଦ୍ର କଲେ ସନମତ, ତତକ୍ଷଣେ ନାରାୟଣ ରାଇଲେ ମେଘାନ୍ତ। ଆବର୍ତ୍ତକ ସମ୍ବର୍ତ୍ତକ ପୁଷ୍କର ଯେ ଦ୍ରୋଣ, ଦେବ ସଭାରେ ବସିଣ ଥିଲେ ଚାରି ଜଣ। ମେଘଙ୍କୁ ଚାହିଁ ବୋଇଲେ ଦେବ ଚକ୍ରଧର, ଆଜ୍ଞାକାରୀ ହୋଇ ଏବେ ରହ ଇନ୍ଦ୍ରଙ୍କର। କଶ୍ୟପଙ୍କ କୁମାରଙ୍କୁ ଇନ୍ଦ୍ର କଲୁ ଆମ୍ଭେ, ୟାଙ୍କ ଆଜ୍ଞାକାରୀ ସଦା ହୋଇଥିବ ତୁମ୍ଭେ। ବେଳ କାଳ ଜାଣି ଜଳ ପୃଥିରେ ବର୍ଷିବ, ଯେମନ୍ତେ ଜଗତେ ଶସ୍ୟ ଉତ୍ପନ୍ନ ହୋଇବ। ଅନାବୃଷ୍ଟିରେ ଶସ୍ୟକୁ ନ କରିବ ନାଶ, ଯେଉଁ ରୂପେ ଜୀବ ଗଣେ ନହିବେ ହତାଶ। ବରଷକେ ରୀତି ମତେ ମେଘ ବରଷିବ, ସମ୍ବତ୍ସରେ ଇନ୍ଦ୍ର ଠାରୁ ଶାଢ଼ୀକି ଘେନିବ। ସମୁଦ୍ରରେ ଜଳ ବୃଷ୍ଟି କରୁଥିବ ଆଣି, ଯେଉଁ ସିନ୍ଧୁର ଯେ ବର୍ଷା ନେବ ବେଦ ଭଣି। ଯେଉଁ ଦେଶରେ ଯେମନ୍ତ କୃଷିର ସ୍ୱଭାବ, ଯେମନ୍ତ ହେବ ସେ ତହିଁ ତେମନ୍ତ ବର୍ଷିବ। ଗୋରୁ ବ୍ରାହ୍ମଣ ଜନ୍ତୁ ଏ ନ ପାଇବେ ଦୁଃଖ, ପ୍ରଜାମାନଙ୍କ ଯେମନ୍ତ ସଦା ହେବ ସୁଖ। ମିଥୁନ ମାସରୁ ଜାଣ କାର୍ତ୍ତିକ ପର୍ଯ୍ୟନ୍ତେ, ଋତୁରେ ବର୍ଷିଲେ ଶସ୍ୟ ପୁରିବି ଜଗତେ। ବିଷ୍ଣୁଙ୍କ ବାକ୍ୟେ ସନ୍ତୋଷ ହେଲେ ମେଘ ଗଣ, ତୁମ୍ଭର ଆଜ୍ଞା ଭୋ ଦେବ ଆମ୍ଭର ପ୍ରମାଣ। ରହିଲୁ ଇନ୍ଦ୍ର ଅଧୀନେ ସେ ଆମ୍ଭ ଈଶ୍ୱର, ଶୁଣି ସନ୍ତୋଷ ହୋଇଲେ ଦେବ ଚକ୍ରଧର। ଆପଣ ଆଜ୍ଞା ଆମ୍ଭଙ୍କୁ କଲେ ଯେଉଁ ମତେ, ଇନ୍ଦ୍ର ଆଜ୍ଞାରେ ପୃଥିବୀ ପାଳିବୁ ସେ ମତେ। ଆବର କଥା ଏ ଅଛି
ଆମ୍ଭରି ଗୁହାରି ଭୋଦେବ ଶୁଣି ମା ହେଉ ତ୍ରୈଲୋକ୍ୟାଧିକାରୀ। ପାଳିବା ବେଳେ ସଙ୍ଗତେ ଘେନି ଆମ୍ଭ ସୈନ୍ୟ ବରଷା କରିବୁ ଆମ୍ଭେ ଏ ମଧ୍ୟ ଭୁବନ। ସେତେବେଳେ ଚଡ଼କ ବଜ୍ରବାଣ ପ୍ରହାରିବୁ ଅକସ୍ମାତେ ଗୋ ବ୍ରାହ୍ମଣ ମଲେ କି କରିବୁ। ସେକାଳେ ଦୋଷ ଯଦ୍ୟପି ଦେବେଟି ଆମ୍ଭଙ୍କୁ ଏଥିକି କି ହେବ ଦେବ ପଚାରୁ ତୁମ୍ଭଙ୍କୁ। ଶ୍ରୀହରି ବୋଇଲେ ତୁମ୍ଭେ ପୁଛିଲ ଯା ସତ ସେ କଥାକୁ ଯେବେ ତୁମ୍ଭେ କରୁଅଛ ଭୀତ ନର ଜନ୍ତୁଙ୍କୁ କଦାପି ଘାତ ନ କରିବ ଅକସ୍ମାତେ ବାଜିଲେଟି ଦୋଷ ନ ଆସିବ। ଜାଣିକରି ତୁମ୍ଭେ ମାନେ ମାରିବଟି ଯେବେ ଦୋଷ ଲାଗିବ ନିଶ୍ଚୟ କହୁଅଛୁ ଆମ୍ଭେ। ଏମନ୍ତ ଶୁଣି ସନ୍ତୋଷ ହୋଇଲେ ସମସ୍ତେ ଜନଙ୍କୁ ମାରିବୁ ନାହିଁ ଆମ୍ଭେ କଦାଚିତେ। ଅନାୟତେ ତ୍ୟାଜେ ଯେବେ ଆମ୍ଭ ଦୋଷ ନାହିଁ ଶୁଣି ସମ୍ମତ କରିଲେ ଦେବ ଭାବଗ୍ରାହୀ। ତକ୍ଷଣେ ଉଠିଲେ ସଭା ମଧୁ ନାରାୟଣ ବ୍ରହ୍ମାରୁଦ୍ର ସହ ଉଠିଲେ କ ଦେବଗଣ। ଋଷି ଅସୁର ମନୁଷ୍ୟ ଯେତେ ଥିଲେ ତହିଁ ଅମରାବତୀ କି ସର୍ବେ ଗଲେ ମେଳ ହୋଇ। ଅମରାବତୀ ପୁରରେ ହୋଇଲେ ପ୍ରବେଶ ସଙ୍ଗତେ ଘେନି ଅଛନ୍ତି କଶ୍ୟପର ଶିଷ୍ୟ। ଇନ୍ଦ୍ରଙ୍କ ଭୁବନ ସେହି ଅମର ନଗରୀ ରତ୍ନେ ନିର୍ମିତ ତା ଶୋଭା କେହୁ କହିପାରି। ସୁବର୍ଣ୍ଣର ଖମ୍ବ ସବୁ ସୁବର୍ଣ୍ଣର ଶ୍ରେଣୀ ନୀଳାର ଗୁରୁଜ ତହିଁ ସୁବର୍ଣ୍ଣ ଛାଉଣି। ସୁବର୍ଣ୍ଣର ନଈ ଗଣ୍ଠି ସୁବର୍ଣ୍ଣର ବତା କାନ୍ଥ ସୁବର୍ଣ୍ଣରେ ଝଳି ପିତୁଳି ମୁକତା। ମାଣିକ୍ୟ ବସିଛି ପୁଞ୍ଜ ପୁଞ୍ଜ ତାରା ଜିଣି ସୁବର୍ଣ୍ଣ ଗଡ଼ା ସୁବର୍ଣ୍ଣେ ହୋଇଛି ଛାଉଣି। ସୁବର୍ଣ୍ଣେ ନାନା ରକମେ ଗଢ଼ିଛି ବିନ୍ଧାଣି ହୀରା ନୀଳା ମୋତି ମାଣି କ୍ୟରେ ଜଡ଼ି ପୁଣି। ସୁନା ସୂତାରେ ଓହଳେ ମୋତି ଝୁମ୍ପା ମାନ ସୁବର୍ଣ୍ଣ ଜଗତି ଅତି ଦିଶେ ଶୋଭାବନ। ନାନା ବର୍ଣ୍ଣ ରତ୍ନ ଖମ୍ବେ ଶୋଭା ଦିଶେ ସେହୁ ହୀରା ମାଣିକ୍ୟ ଜ୍ୟୋତିରେ ଦିଶେ ଦାଉ ଦାଉ। ରତ୍ନ ଜ୍ୟୋତିରେ ସେ ପୁର ଦିଶେ ଦିବା ପ୍ରାୟ ପାଚେରୀ ବୁଲିଛି ତାର ସବୁ ସ୍ୱର୍ଣ୍ଣମୟ। ବିଶ୍ୱକର୍ମା ଗଢ଼ିଅଛି ନିଜେ ଯେଉଁ ନାରୀ ସେ ଇନ୍ଦ୍ର ଭୁବନ ଆଉ କାହିଁ ନାହିଁ ସରି। ଦେଖିଣ ସବୁ ଦେବତା ପ୍ରଶଂସା କରନ୍ତି ଧନ୍ୟ ଧନ୍ୟ ଏହି ପୁର ମନେ ବିଚାରନ୍ତି। ବଢ଼ାଇ ସମ୍ପଦ ଏତ ଅଟେ ଇନ୍ଦ୍ର ଭୋଗ କଶ୍ୟପ ପୁତ୍ରକୁ ଥିଲା ଏସନକ ଯୋଗ। ବିଷ୍ଣୁଙ୍କୁ ଚାହିଁ ବୋଲନ୍ତି ତହିଁ ବେଦବର ଇନ୍ଦ୍ର ପଦେ ଅଭିଷେକ କର ଚକ୍ରଧର। ନାରାୟଣ ବୋଇଲେ କ ଶୁଣ ଚଉମାଥ ପତ୍ନୀ ନାହିଁ ଅଭିଷେକ ହୋଇବ କେମନ୍ତ। ଯୁବତୀ ସିନା ଗୃହକୁ ଅଟଇ ଭୂଷଣ ପୁରୁଷ ମାନଙ୍କ ସ୍ତ୍ରୀ ଅର୍ଦ୍ଧଙ୍ଗ ଜାଣ। ଯୁବତୀ ତାଙ୍କର ନାହିଁ ହେଉଅଛି କିସ
କେମନ୍ତେ ଇନ୍ଦ୍ର ପଦରେ ହୋଇବ ନରେଶ। ନାରାୟଣଙ୍କ ଆଜ୍ଞାରେ ଦେବ ଦେବ ହର। ପୁଲମାକୁ ସନ୍ନିଧକୁ ରାଇଲେ ସତର। ବୋଇଲେ ତ ଦୁହିତାକୁ ଆଣ ଯା ଝଟତି। ଆଜ୍ଞା ମାତ୍ରେ ଦୁହିତାକୁ ଘେନି ମିଳେ ଧାତି। ରାଜା ପୁଛିଲେ ପୁଲମା କାହୁଁ ହେଲା ଜାତ। ନାରଦ ବୋଇଲେ ବ୍ରହ୍ମା ପୂଜାରୁ ସମ୍ଭୂତ। ତେଣୁ ହେ ରାଜା ପୁଲମା ନାମ ଦେଇଥିଲେ। କନ୍ୟା ଏକ ଦେଇ ତାକୁ ସ୍ୱର୍ଗରେ ରଖିଲେ। ଲକ୍ଷ୍ମୀ ପ୍ରାୟ ସେ କନ୍ୟାର ପ୍ରକାଶ ଜ୍ୟୋତି। ନିର୍ଧୂମ ନଳ ପ୍ରାୟ ଦିଶେ ଦେହ କାନ୍ତି। ଅପୂର୍ବ ସୁନ୍ଦରୀ ତାକୁ ନାହିଁ ପଟାନ୍ତର। ବର୍ଷକେ ଲକ୍ଷଣ ବର୍ଣ୍ଣି ନହି ବଟି ତାର। ବସ୍ତ୍ର ଅଳଙ୍କାରେ ସେହୁ ହୋଇଛି ଭୂଷଣ। ଶରୀର ବିକାଶେ କିତା ସୁବର୍ଣ୍ଣେର ଶାଣ। ନୟନ ଦୁଇଟି ତାର ପିଙ୍ଗଳ ବରନ। ଚିର ଇନ୍ଦ୍ର କେ ନଥିବ ଇନ୍ଦ୍ର ଆନ ଆନ। ଜାଣିନ ବ୍ରହ୍ମା ତାହାକୁ କିଛି ନ କହିଲେ। ସଭା ନିକଟରେ ଏକ ବେଦୀ କରାଇଲେ। ଦେଖି କରି ଦେବତାଏ ହେଲେ ଆନନ୍ଦିତ। ଏ ଉତ୍ତାରୁ ଯାହା ହେଲା ଶୁଣ ନରନାଥ। ସଚି କନ୍ୟା କର ଧରି ନିଜେ ପ୍ରଜାପତି। ବାସବଙ୍କ ସମୀପରେ ତାହାଙ୍କୁ ଅର୍ପନ୍ତି। ଇନ୍ଦ୍ରଙ୍କ କତିରେ ତାକୁ ସମର୍ପିଲେ ନେଇ। କିରୀଟ କୁଣ୍ଡଳ ଦେଲେ ବିଶ୍ୱକର୍ମା ଯାଇ। ହସ୍ତଗ୍ରନ୍ଥି ବାନ୍ଧି ଅନଳରେ ହୋମ କଲେ। ରତ୍ନ ବସ୍ତ୍ର ମାନ ଗଇଁଠାଳ ବନ୍ଧାଇଲେ। ବିବାହ ବିଧାନ ଶେଷ କରିଲେ ସକଳ। ଅଭିଷେକରେ ଆଶିଷ ଦିଅନ୍ତି ଲୋକପାଳ। ନିଜେ ନାରାୟଣ ଶାଢ଼ୀ ଘେନି ସ୍ୱହସ୍ତରେ। ଦେବାଙ୍ଗ ବସ୍ତ୍ର ଭରିଲେ ଇନ୍ଦ୍ରଙ୍କ ଗଳାରେ। ଛତ୍ର ଧରାଇଣ ପ୍ରଭୁ କଲେ ଶଙ୍ଖ ଧ୍ୱନି। ବେଦ ପଠନ କରନ୍ତି ନିଜେ ପଦ୍ମଜୋନି। ଇନ୍ଦ୍ରଦେବ ନିଜେ ଶାଢ଼ୀ ଘେନିଣ ରଥରେ। ବାନ୍ଧିଲେ ସନ୍ତୋଷେ ଚାରି ମେଘଙ୍କ ଶିରରେ। ଇନ୍ଦ୍ରେ ନମସ୍କାର ଆଗ କଲେ ନାରାୟଣ। ଆବର କର ଯୋଡ଼ିଲେ ଥିବା ସୁରଗଣ। ସ୍ୱର୍ଗରେ ଇନ୍ଦ୍ର କରିଣ ସୁଧର୍ମାକୁ ଗଲେ। ବିଶ୍ୱକର୍ମା ଇନ୍ଦ୍ର କରେ ବଜ୍ର ସମର୍ପିଲେ। ଆଗରୁ ଭିଆଇ ତାହା ଥିଲେ ନାରାୟଣ। ବିଶ୍ୱକର୍ମା କରିଥିଲା ତାହାଙ୍କୁ ନିର୍ମାଣ। ସେ ବଜ୍ରକୁ ପାଇ ତୋଷ ହେଲେ ପୁରନ୍ଦର। ବିଶ୍ୱକର୍ମା ତାଙ୍କ ନାମ ଦେଲେ ବଜ୍ରଧର। ନାରାୟଣ ସର ବିଷ୍ଣୁ ନିକଟରୁ ଜାତ। ବ୍ରହ୍ମସର ବ୍ରହ୍ମ ଠାରୁ ହୋଇଛି ସମ୍ଭୂତ। ନାନା ଶସ୍ତ୍ର ମାନ ବିଶ୍ୱକର୍ମା ଯତ୍ନ କଲେ। ସେ ଆୟୁଧ ମାନ ନେଇ ଦେବତାଙ୍କୁ ଦେଲେ। ପୁଣି ବିଶ୍ୱକର୍ମା କଲେ ନାନା ବାଦ୍ୟମାନ। ଦୁନ୍ଦୁଭି ମର୍ଦ୍ଦନ ଆଉ ମୃଦଙ୍ଗ ଭିଆଣ। ଧନୁର୍ବେଦ ଗନ୍ଧର୍ବାଦି ଦଣ୍ଡବେଦ ମାନ। ଶିଶୁଦେବ ସହକାଳେ କରିବେ ଭିଆଣ। ଇନ୍ଦ୍ରଦ୍ୟୁମ୍ନଙ୍କୁ କହନ୍ତି ସେ ନାରଦ ମୁନି।
मत्स्य पुराणर एही पवित्र कहानी। श्री मत्स्य नारायणଙ୍କ चरण कमल शत सहस्र प्रणमे भजे काम पाल। इति श्री मत्स्य पुराणे नारद इंद्रद्युम्न संवादे इंद्र वृत्तांत वर्णनम नाम नवम अध्याय। दशम अध्याय गरुड़ जन्म और ताहार विवरण। राजा पचारंती पुणी शुण तपवंत गरुड़ जे केते काल होइले कजात। भोमुनि कथा मते संक्षेपीण कह मत्स्य पुराण को शुणी जाऊ माया मोह। या शुणी कहिले मुनि शुण नृपवर जेउ रूपरे जन्म हेले खगेश्वर। आद्ୟରେ अग्रुण जात हेले नरनाथ कहुअछि शुण एबे तहिर तदंत। बहुदिन गत हेला नुहंते के जन्म गोटिए डिंब भांगिले बिनता बहन। तत्क्षणे तहु पुत्रे होइला कजात पाद पाणी नाही देहर कतर मत। देखि हाहाकार करी कांदे ता जननी कि कर्म कल कहिले से कश्यप मुनि। समय रे तार सुखे होई थांता जात जाणु जाणु एबे तुम्भे कल मंद कृत्य। बिनता बोइले जहु नोहिला जन्म देखिबि बोली ताहाकु करिले भगन। गला कथा को सोचना करिले कि हेब जहा से भियाण करी अछंती दैव। एबे पुत्र गोटी को पाळ जत्न करी बुढ़ा होई थाउ घरे पुत्र एही परी। रकत बरन परी दिशई किरण तेणु कश्यप ता नाम देले करुण। से पुत्र गोटी की जत्ने बिनता पालिले सुरभिर क्षीर खाई से पुत्र बढ़िले। भय करी न भांगिले अन्य डिंब गोटी बिनता बोइले जंतु ता इच्छारे फटी। एही रूपे गत हेला तहु केते दिन आदित्य कहिले दिने कश्यपे चाहिण। भो पिता कथाए मोहि मागिबी तुम्भंकु मोर थेथि बरुण दियंतु आंभंकु। रथमु बाहिण नीति उदय हुई ए रूपे बहुत कष्ट पाउछि मुहि। सहजरे पाद पाणी नाही कुमरर आज्ञा दिय रथे बसी बहुर हुबर। 12 मासे 12 सूर्य आंभे हेउ दे सबु सूर्य संगे रथ चलाई बहादे। सूर्य वचने कश्यप सन्मत कले अरुण को नहीं सूर्य पासे समर्पिले। तांको रथरे से दिनु बसिला अरुण बाहिला से रहु बर विचित्र करिण। राजा पूछिले तार तो नाही पाद पाणी सूर्यंक रथ किपरि बाहिला कपुणी। ऋषि कहिले कश्यप देवा मंत्र बळे रहुबर कुड़ाए गगन मंडले। कश्यप ताहाकु देइछन्ति मंत्र विद्या से मंत्रे गगने रथ चालू थाए सीधा।
ଶୁଣି କରି ନରପତି ସନ୍ତୋଷ ହୋଇଲେ। ଗରୁଡ଼ଙ୍କ କଥା ଜନ୍ମ ଋଷିଙ୍କୁ ପୁଛିଲେ। ନାରଦ ବୋଇଲେ ରାଜା 7 ବର୍ଷ ପରେ ଫାଟି ଡିମ୍ବ ଗୋଟି ଜାତ ହୋଇଲା କୁମରେ। ସୁବର୍ଣ୍ଣ ବର୍ଣ୍ଣ ଶରୀର ଦିଶେ ସେ ଦୁଲାଳ। ପାଦ ପକାନ୍ତେ ସ୍ୱର୍ଗ ହେଲା ଟଳମଳ। କଶ୍ୟପ ଚକିତ ହେଲେ ଏ ଘଟଣା ଦେଖି। ସେ ପୁତ୍ରର ବଦନକୁ ଚାହାନ୍ତି ନିରେଖି। ଆଣ୍ଟେ ପାଦ ପକାଅନ୍ତେ କମ୍ପେ ମେରୁସ୍ଥଳୀ। କି ହୁଏ ଏହି ଘଟଣା ଦିଗ ପାଳେ ଭାଳି। ବୁଝିଣ ଜାଣିଣ ହେଲା କଶ୍ୟପର ସୁତ। ସେ ପାଦ ପକାନ୍ତେ ସ୍ୱର୍ଗ ହୋଇ କମ୍ପିତ। ସକଳ ଦେବତା ତହିଁ ମିଳିଲେ ଯାଇ। କଶ୍ୟପଙ୍କ ବଦନକୁ ବୋଲୁଛନ୍ତି ଚାହିଁ। ତୋହର ସକାଶେ ସବୁ ବୁଡ଼ିବ ସଂସାର। ଜାତ କରିଛୁ କାହିଁକି ଏ ଦୁଷ୍ଟ କୁମର। ଏହା ପଦାଘାତେ ପୃଥି ହେବ ନିଶ୍ଚେ ହତ। ପୁତ୍ରକୁ ତୋର ତିଆରି ରଖ ତପୋବନ୍ତ। କଶ୍ୟପ ବୋଇଲେ କିମ୍ପା ଭାଳ ସୁରଗଣ। ପୁତ୍ରକୁ ରଖିବି ମୁହିଁ ମୋର ସମ୍ଭାଳିଣ। ଶୁଣି କରି ଦେବତାଏ ସନ୍ତୋଷ ହୋଇଲେ। ଗରୁଡ଼ର ସମ୍ମୁଖରେ କଶ୍ୟପ ମିଳିଲେ। ପିତାଙ୍କୁ ଦେଖି ଗରୁଡ଼ କଲା ନମସ୍କାର। କଲ୍ୟାଣ କରିଣ ପିତା ବୋଲନ୍ତି ଏ ଗିର। ତୋର ପଦାଘାତ ବାବୁ ନ ସହି ମହି। ସତେକ ବର୍ଷ ଗଗନେ ଥାଅ ତୁହି ରହି। 100 ବର୍ଷ ଯାଏ ତୁହି ଗଗନେ ଉଡ଼ିବୁ। ତହିଁ ଉତ୍ତାରୁ ଯାଇଣ ବିଶ୍ରାମ ପାଇବୁ। ଗରୁଡ଼ ନାମ ତୋହର ହୋଇଲା କୁମର। ଯାଅ ତୁ ବିଶ୍ରାମ ଦେବେ ତୋତେ ଚକ୍ରଧର। ୟା କହି ରତ୍ନ ମୁକୁଟ ଶିରେ ବାନ୍ଧି ଦେଲେ। ଦେବାଙ୍ଗ ବସ୍ତ୍ର ପୁତ୍ରକୁ ଆଣି ପିନ୍ଧାଇଲେ। ଗରୁଡ଼ ମାଗେ ଆଧାର ଦିଅ ତା ମୋତେ। ସମ୍ଭାଳି ପାରିବୁ ନାହିଁ ଯେବେ ଗୃହ ଗତେ। କଶ୍ୟପ ବୋଇଲେ ମାଗ ମାତାକୁ ଆଧାର। ମାତାକୁ ଯାଇ ବୋଲଇ ତହୁଁ ଖଗବର। ଭୋଜନ ନେକି ଖାଇବି ଆଧାର ତୁ ଦିଅ। କ୍ଷୁଧାରେ ଆତୁର ହେଉଅଛି ମୋର ଦେହ। ଏମନ୍ତ ଶୁଣି ବିନତା ହୋଇଲେ ଚକିତ। ଗରୁଡ଼ ମୁଖକୁ ଚାହିଁ ବୋଇଲେ ଯେ କାତ। ଅଳପ ଆହାର ବାବୁ ନ ଅଣ୍ଟିବ ତୋତେ। ବହୁତ ଆହାର କାହୁଁ ଯୋଗାଇବି ତୋତେ। ଏତେ ବୋଲି ସୁଧାମୟ କ୍ଷୀର ଫଳ ଦେଲେ। ତାହା ଖାଇଣ ଗରୁଡ଼ ଆଉ ଦେ ମାଗିଲେ। ଜନନୀ ବୋଇଲେ ଆଉ କିଛି ନାହିଁ ସୁତେ। ତୁ ଏବେ ଭ୍ରମିଣ ଫଳ ଖାଅ ଯା ଜଗତେ। ସର୍ପ ସମୁଦ୍ରେ ଅଛନ୍ତି ବହୁ ସର୍ପମାନେ। ତାହାଙ୍କୁ ଭକ୍ଷି ଉଦର ଭର ତୁଷ୍ଟ ମନେ। ଅନ୍ୟ କିଛି ଦେଇ କରି ନ ପାରିବି ତୋଷ। ମାତା ବଚନେ ଉଡ଼ିଲା କଶ୍ୟପର ଶୀଷ। କମ୍ପିଲା ଭୁବନ ଗୋଟି ପକ୍ଷର ପବନେ। ଭଏ ଗୃହରେ ପଶିଲେ ଯାଇ ମାତା ମାନେ। ଗଗନ ମାର୍ଗେ ଉଡ଼ଇ ବିନତାର ସୁତ।
ପକ୍ଷ ପବନେ ଉଡ଼ିଲା ପାଦପ ପର୍ବତ। ପୁଣ ପୁଣ ପକ୍ଷ ବିଞ୍ଚେ ଜୋରେ ଖଗମଣି। ଆନ୍ଦୋଳି ଉଛୁଳି ଉଠେ ସାତ ସିନ୍ଧୁ ପାଣି। ଆକାଶରେ ଦେବେ ଏହା ଦେଖି ଭୟ କରି। ବନଜନ୍ତୁ ଏ ଉଡ଼ନ୍ତି କମ୍ପେ ସୁନ୍ଦରୀ। ତା ଦେଖି ଦେବେ ଡାକିଲେ ଖଗବର ଶୁଣ। ଅର୍ଦ୍ଧ ଆକାଶରେ ରହ ନ କାଟୁ ପବନ। ନ ରହି ସର୍ପ ସମୁଦ୍ରେ ମିଳିଲା କଯାଇ। ପବନ ଦେଖିଣ ସର୍ପେ ଫଣା ଟେକି ଚାହିଁ। ସର୍ପଙ୍କୁ ଦେଖି ଗରୁଡ଼ ଝାମ୍ପିଲା କରାଗେ। ଗୋଟିଏ ସର୍ପ ନେଇଣ ଉଡ଼େ ସ୍ୱର୍ଗ ମାର୍ଗେ। ଆଉ ଅବା କେତେ ସର୍ପ ସେହିଠାରେ ଥିଲେ। ମାତା ଭୟରେ ଯାଇଣ ପାତାଳେ ପଶିଲେ। ବାସୁକି ଆଗରେ ଯାଇ କହିଲେ ସମସ୍ତ। ଅନେକ ନାଗ ଭକ୍ଷିଲା ବିନତାର ସୁତ। ଜଳ କ୍ରୀଡ଼ା ଆମ୍ଭେ ସୁଖେ କରୁଥିଲୁ ରହି। ଅଦ୍ଭୁତେ ଆସି ନାଗଙ୍କୁ କଦ୍ରୁ ଦେଲା ଖାଇ। ବାସୁକି ବୋଇଲା ତୁମ୍ଭେ ତହିଁକି ପାଯାଅ। ନାଗଗଣଙ୍କ ସଙ୍ଗରେ ପାତାଳରେ ଥାଅ। ବାସୁକି ବାକେ ରହିଲେ ତହିଁ ନାଗଗଣ। ନଗଲେ କାହିଁ ଭୟରେ ନ ଘଟେ ମରଣ। ରାଜା ପୁଛିଲେ ବିନତା ନାଗେ କି ପାରସ। ମୁନି ବୋଇଲେ ଭୁଜଙ୍ଗେ କଶ୍ୟପଙ୍କ ଶିଷ୍ୟ। କଦ୍ରୁଙ୍କ ଠାରୁ ସେମାନେ ହୋଇଛନ୍ତି ଜନ୍ମ। ବୈମାତୃ ଗୁଣରେ ଜାଣ ଥାଇ ଅପମାନ। ବିନତାକୁ ଗୌରବେ ସେ ନ କରନ୍ତି ମାନ୍ୟ। ଏ ହେତୁ ବିନତା ପୁତ୍ର କହିଲେ ସନ। ମାତା ବଚନେ ସର୍ପତା ଅମୃତ ଭୋଜନ। ଏଥୁ ଅନନ୍ତରେ ପୁଣି ବିନତା ନନ୍ଦନ। ଯେ ଆଧାର ଧରିଥିଲା ହୋଇଲା କଗରୁ। ବସିବାକୁ ବିଚାର ସେ କରେ ହନ୍ତକାରୁ। ପର୍ବତେ ବସନ୍ତେ ସେହି ନ ପାରିଲେ ସହି। ମେରୁରେ ବସନ୍ତେ ସେହୁ କମ୍ପମାନ ହୋଇ। ଭୂମିରେ ବସନ୍ତେ ପୃଥ୍ୱୀ ହେଲା ଟଳମଳ। ପୁଣି ଉଡ଼ିଲା ଆକାଶେ ଖଗ ମହାବଳ। ବସିବା ପାଇଁ କି ଠାବ ନ ପାଇଲା କାହିଁ। ଉଡ଼ୁଅଛି ଗଗନେ ସେ ମହାଶ୍ରମ ପାଇ। କହୁଛନ୍ତି ମହାମୁନି ଶୁଣ ମହିପାଳ। ନ୍ୟଗ୍ରଧନ ବୃଷଭ ଯେ ସତ ଗୁଣ ତାଳ। ଭ୍ରମଣ କରିଣ ଯହୁଁ ନ ପାଇଲା ସ୍ଥାନ। ସେ ବୃକ୍ଷେ ବସିଲା ଯାଇ ବିନତା ନନ୍ଦନ। ବସି କରି ସେ ସର୍ପକୁ ଖାଇଲା ତତ୍ପର। ମହାଭାର ପାଇ ଭାଙ୍ଗି ଗଲା ତରୁବର। ନିର୍ଘାତ ପଡ଼ିଲା ପରି ଶବଦ ଶୁଭିଲା। ଦେବେ ବିଚାରିଲେ ନ୍ୟଗ୍ରଧନ ହିଁ ଭାଙ୍ଗିଲା। କଶ୍ୟପ ପୁତ୍ର ଗରୁଡ଼ ବଳେ ମହାବୀରା। କୋଟି ବଜ୍ର ତୁଲ୍ୟ ବୃକ୍ଷ ନ ସହିଲା ଭରା। ଆଗରୁ ସେ ବୃକ୍ଷ ଯହୁଁ ହୋଇଥିଲା ଜାତ। ନଗ୍ରଧନ ନାମ ତାର ଦେଲେ ଚଉମାଥ। ସତେ କମେରୁ ସମାନ ଯେଉଁ ବୃକ୍ଷ ଗରୁ। ବସିଲା ମାତ୍ରେ ଭାଙ୍ଗିଲା ଏଡ଼େ ହନ୍ତକାରୁ। ସେ ବୃକ୍ଷର ଚେର ଯାଇ ମେରୁରେ ଯନ୍ତ୍ରିତ। ସେ ଅଷ୍ଟ ଡାଳରୁ ଡାଳେ ହୋଇଲା କନତ।
ଯାହା ବାଞ୍ଛିବେ ସେ ବୃକ୍ଷ ମୂଳେ ସିଦ୍ଧ ହୋଇ। କୋଟି ପ୍ରଳୟ ଗଲେ ସେ ବୃକ୍ଷ ନାଶ ନହି। ଦେବେ ବିଚାରନ୍ତି ନାଶ ଜୀବ ସୁନ୍ଦରୀ। ଏଡ଼େ ବୃକ୍ଷ ଭରା ପୃଥ୍ୱୀ ସହିବ କି ପାରି। ଦେବେ ଡାକି ବୋଇଲେ ଶୁଣ ଖଗବର। ଏ ବୃକ୍ଷ ପଡ଼ିଲେ ନା ଯିବଟି ଯେ ସଂସାର। ଦେବତାଙ୍କ ଡାକ ଶୁଣି ଗରୁଡ଼ କର୍ଣ୍ଣରେ। ଧାତିକାରେ ବୃକ୍ଷ ଡାଳ ଧଇଲା ଥଣ୍ଟରେ। ଦୀର୍ଘପତି 150 ଯୋଜନ ଯେ ଡାଳ। ଗଗନ ଘେନି ଉଡ଼ିଲା କଶ୍ୟପର ବାଳ। ସ୍ୱର୍ଗର ଦେବତା ଦେଖି କଲେ ଧନ୍ୟ ଧନ୍ୟ। ସେ ବୃକ୍ଷ ଘେନି ଘଡ଼ିକେ ବୁଲେ ତ୍ରିଭୁବନ। ଏମନ୍ତେ ଉଡ଼ିଲା ସେହୁ 7 ବର୍ଷ ଯାଏ। ଝର ଝର ଶରୀରରୁ ଶ୍ରମ ଝାଳ ବହେ। ଯହୁଁ ଖଗବର ବୁଲି ନ ପାଇଲା ଥାନ। ବୈକୁଣ୍ଠେ ଥାଇ ଜାଣିଲେ ତାହା ଭଗବାନ। ବ୍ରାହ୍ମଣ ସ୍ୱରୂପ ଏକ ଧରି ଚକ୍ରଧର। ଜାଇଣ ଗରୁଡ଼ ଆଗେ ମିଳିଲା ସତ୍ୱର। ଦେଖିଲେ ଅତ୍ୟନ୍ତ ତାର ବିସ୍ତାରିତ କାଏ। ଭୁଜକୁ ବିସ୍ତାରି ଦେଲେ ତହୁଁ ଦେବରାଏ। ଡାକିଲେ ଶ୍ରଦ୍ଧାରେ ଆସ କଶ୍ୟପ କୁମର। ଭୁଜରେ ମୋ ବସି ତୋର ଶ୍ରମ କର ଦୂର। ଗରୁଡ଼ ବୋଇଲା ତୁମ୍ଭେ ନ ପାରିବ ସହି। ମୋହର ଭାରା ବସୁଧା ନ ପାରିଲା ସହି। 7 ବରଷ ହେଲାଣି ଉଡ଼ୁଛି ଗଗନ। କାହିଁ ବସିବାକୁ ମୁହିଁ ନ ପାଇଲି ସ୍ଥାନ। ତୋହର ହସ୍ତରେ ଯେବେ ବସିବି ମୁଁ ଯାଇ। ଅକାରଣେ ମରିଯିବୁ ପ୍ରୟୋଜନ ନାହିଁ। ବୋଇଲେ ନାରାୟଣ ଆସ ଆସ ବସ। ମୁହିଁ ନାଶ ଗଲେ ଯିବି ତୋର ନାହିଁ ଦୋଷ। କେହି ନ ପାରିଲେ ସହି ବସନ୍ତେ ତୁ ସିନା। ଦେଖେ ଆସ ବସିଲୁ ତୁମ ଭୁଜରେ କିନା। ଗରୁଡ଼ ଶୁଣି ବିଚାରେ କେଉଁ ଦେବତା। ଚିତୋଇଲା ପୂର୍ବେ ଯାହା କହିଥିଲା ପିତା। ବିଚାରଇ ନିଶ୍ଚୟ ହେବେ ନାରାୟଣ। ଆନକେ ହୁଏଡ଼େ ଭୁଜ ଦ୍ୟନ୍ତା ବିସ୍ତାରିଣ। ଦେଖି ବିଶ୍ରାମ କରିବା ଭୁଜେ ଦଣ୍ଡେ ଯାଇ। କେତେ ବଳ ରହିଛି ଏ ପରଖିବ ମୁହିଁ। ୟା ଭାଳି ସ୍ୱର୍ଗୁ ଖସିଲା କଶ୍ୟପର ସୁତ। 7 ଦୀପ କମ୍ପିଲେ ପର୍ବତ। ନାରାୟଣଙ୍କ ଭୁଜରେ ବସିଲା କଜାଇ। ଭାଜିଲା କମହ ଶ୍ରମ ବସେ ସୁଖ ପାଇ। ନ ସହିବ ଭାଗ ବୋଲି ଭାଳେ ଖଗବର। ନାରାୟଣ ବୋଇଲେ ତୁ ସେଥିକି ନ ଡର। ପଡ଼ିଯିବୁ କି ବାବୁ ତୁ ବିଚାରୁଛୁ ମନ। ପାଦକୁ ଚାହିଁ ନ କର ଚିତ୍ତ ଛନ ଛନ। ଗରୁଡ଼ ବୋଲେ ଏଥିକି ଭାଳୁଅଛି ମୁହିଁ। ନ ଶୁଣ ମହାତ୍ମା ଯେବେ ନ ପାରିବ ସହି। ତାହା ବଚନେ ହସିଲେ ଦେବ ନାରାୟଣ। ବୋଇଲେ ନ କର ଭୟ ବସ ତୁ ସୁଖେଣ। ଗରୁଡ଼ ପୁଛେ କି ନାମ ତୁ କେଉଁ ପୁରୁଷ। ମୋହର ଛାମୁରେ କାହୁ ହୋଇଲୁ ପ୍ରକାଶ। ପର ଦୁଃଖେ ଦୁଃଖୀ ତୁ ତମ ବିପ୍ରବର। ବହୁ କଷ୍ଟ ପାଉଥିଲି ସଖା ହେଲୁ ମୋର।
ଧନ୍ୟ ତୋହର ଜୀବନ ଧନ୍ୟ ବଳ ତୋର। କଚ୍ଛପ ତୁଲ୍ୟ ହୋଇଲ ମୋ ଧର୍ମ ପିୟର। ମେରୁ ପୃଥ୍ୱୀ ପର୍ବତରୁ ଭୁଜ ତାର ଟାଣ। ମୋ ଭାରା ସହିଲୁ ତୋର ସାମାନ୍ୟ କି ପ୍ରାଣ। ମାଗ ଏବେ ବର ମତେ ଦେବି ତୋତେ ମୋହି। ସତେକ ବର୍ଷ ଉତ୍ତାରେ ସଖା ହେଲୁ ତୁହି। ଯାହା ମାଗି ପାରିବୁ ମୁଁ ଦେବି ନିଶ୍ଚୟ ତୋତେ। ୟା ଶୁଣି ବୋଇଲେ ବିଷ୍ଣୁ ଗରୁଡ଼ ଅଗ୍ରତେ। ମୁହିଁ ସେହି ନାରାୟଣ ଜଗତାଧିକାରୀ। ମୋହର ନାମ ଘୋଷନ୍ତି ହୃଦେ ବ୍ରହ୍ମଚାରୀ। ଏ 14 ବ୍ରହ୍ମାଣ୍ଡ ଯେ ମୋର ତହୁଁ ଜାତ। ମୁଁ ତୋତେ ଜାଣିଛି ତୁହି କଶ୍ୟପର ସୁତ। ବର ଦେବୁ ଯେବେ ମୁହିଁ ମାଗୁଅଛି ତୋତେ। ହେ ଗରୁଡ଼ ମୋ ବାହନ ହେବୁ ତୁ ନିରତେ। ଶୁଣି ବୈନତେୟ ମନେ ହୋଇଲା ସନ୍ତୋଷ। ନିଶ୍ଚୟ ତୋର ବାହନ ହେଲି ପୀତବାସ। ନିଜ ସ୍ୱରୂପ ତୁମ୍ଭର ଧରି ଚକ୍ରଧର। ସଂଶୟ ମନରୁ ମୋର ତୁଟୁ ଦାମୋଦର। ତକ୍ଷଣେ ନିଜ ରୂପ ଧଇଲେ ଦେବରାଜ। ଶଙ୍ଖ ଚକ୍ର ଗଦା ପଦ୍ମ ଶୋହେ ଚତୁର୍ଭୁଜ। ଦେଖି କରି ଖଗବର ସନ୍ତୋଷ ହୋଇଲା। ପ୍ରଭୁ ପାଦେ ପଡ଼ି କୋଟି ନମସ୍କାର କଲା। ବୋଇଲା ଜୀବନ ମୋର ହୋଇଲା ସୁଫଳ। ମୋହର ପିଠିରେ ବେ ବସ ଆଦି ମୂଳ। ସର୍ବଦା କାଳେ ତୋହର ହେଲି ମୁହିଁ ଦାସ। ନିଜ ପୁରକୁ ତୁମ୍ଭର ଚାଲ ପୀତବାସ। ଶୁଣି କରି ନାରାୟଣ ସନ୍ତୋଷ ହୋଇଲେ। ପକ୍ଷୀରାଜ ହେଲୁ ବୋଲି ଶାଢ଼ୀ ବାନ୍ଧି ଦେଲେ। ଦେଖି କରି ଦେବତାଏ ସାଧୁ ସାଧୁ କଲେ। ବୈନତେୟ ପୃଷ୍ଠେ ହରି ବିଜୟ କରିଲେ। ବିଷ୍ଣୁଙ୍କୁ ପୃଷ୍ଠେ ବସାଇ ଉଡ଼ିଲା ଗଗନ। ବେନି କୋଟି ସୂର୍ଯ୍ୟ ପ୍ରାୟ ବିରାଜେ କିରଣ। ରମ୍ୟକ ଦ୍ୱୀପରେ ଯାଇ ପ୍ରବେଶ ହୋଇଲେ। ନାରାୟଣଙ୍କ ସନ୍ନିଧେ ଗରୁଡ଼ ରହିଲେ। ଦେଖିଲେ ସେ ପୁର ଗୋଟି ରତ୍ନରେ ନିର୍ମିତ। ଦକ୍ଷିଣ ପରମ ତୋଷ ସେ କଶ୍ୟପ ସୁତ। ରମ୍ୟକ ଦ୍ୱୀପେ ସେ ନ୍ୟଗ୍ର ଧନ ଡାଳ ଥୋଇ। କ୍ଷୀର ସମୁଦ୍ରେ ରହିଲା ସେ ଗୁପତ ହୋଇ। ସେ ଡାଳଟି ପାରିଜାତ ବୃକ୍ଷ ପାଲଟିଲା। କ୍ଷୀର ସିନ୍ଧୁ ମନ୍ଥନରୁ ସେ ଜାତ ହୋଇଲା। ଅନନ୍ତ ସେ ଯେ ଶୟନ କଲେ ଭଗବାନ। ସୋନାସନେ କର ଯୋଡ଼ି ବସିଲେ ସୁବର୍ଣ୍ଣ। ରାଜା ପୁଛିଲେ କେମନ୍ତେ ସହିଲା ତା ଭାର। ବିନତା ସୁତ ଦୁର୍ଭାର ଅଟେ ମହାବୀର। ନାରଦ ବୋଇଲେ ସେହି ଶ୍ରୀହରିଙ୍କ ସ୍ଥାନ। ଗରୁଡ଼ ଭରା ସହିଲା ତେଣୁ ହେ ରାଜନ। ଆନପୁର ବହିବାକୁ ତାକୁ କି ସାମର୍ଥ। ସେ ପୁର ବହିଲା ତହିଁ ଛନ୍ତି ପଦ୍ମନେତ୍ର। ଆବର ଶାନ୍ତ ମୂରତି ଧରି ଖଗ ସାଇ। ନିଶ୍ଚଳେ ନାରାୟଣଙ୍କୁ ବସିଲା କଧ୍ୟାଇ। କହୁଛନ୍ତି ସେ ନାରଦ ଶୁଣ ନୃପବର। କହିଲା ଗୁରୁ ତୋର ଏ ଜନ୍ମ ସମାଚାର। ଶୁଣି କରି ସନ୍ତୋଷ ଯେ ହେଲେ ମହିପାଳ। ଗରୁଡ଼ ପାଦନମୟୀ ବିପ୍ର କାମପାଳ। इति श्री मत्स्य पुराणे नारद इंद्रद्युम्न संवादे
ଗରୁଡ଼ୋତ୍ପତ୍ତି ନାମ 10ମ ଅଧ୍ୟାୟ। ଏକାଦଶ ଅଧ୍ୟାୟ ସତ୍ୟବ୍ରତ ବିବାହ। ରାଜା ପଚାରନ୍ତି ପୁଣି ଶୁଣ ମୁନି ବ୍ରହ୍ମ, କହ ସତ୍ୟବ୍ରତ ରାଜା ବିବାହ ବିଧାନ। ବିଭା ହେଲେ ଟିକି ସତ୍ୟବ୍ରତ ଦଣ୍ଡଧାରୀ, ଶୁଣିବି ତାଙ୍କ ଚରିତ କହ ବ୍ରହ୍ମଚାରୀ। କହିଲେ କ ମହାମୁନି ଶୁଣ ନୃପନାଥ, କାଳେ ସମନରେ ଶଙ୍କ ଝିଅ ହେଲା ଜାତ। ଅତି ସୁକ୍ଷଣୀ ସେହୁ ଚଞ୍ଚଳା ଯେ ସମାନ, ସୁପ୍ରଭା ବୋଲି ତାହାର ପିତା ଦେଲା ନାମ। କାଳେ ନବଯୁବା ପ୍ରାପ୍ତ ସେ ଯୁବତୀ ହେଲା, ସତ୍ୟବ୍ରତେ ସୋମ ରାଜା ବରିଣ ଆଣିଲା। ବୈଶାଖେ ମାସ ଶୁକ୍ଳ ତ୍ରୟୋଦଶୀ ଦିନ, ବିବାହାର୍ଥେ ସତ୍ୟବ୍ରତ କରନ୍ତି ଗମନ। ପାଞ୍ଚାୟତ ସୁତୁଲେ ଚଳନ୍ତି ତାଙ୍କର, ରଥ ଭିଆଣ ନହିଛି ନାହିଁ ମର୍ତ୍ତ୍ୟପୁର। ସ୍ୱଭାବରେ ନବତନ ହୋଇବ ସୁନ୍ଦରୀ, ତେଣୁ ଅଳ୍ପ ଜନପଦ ସଙ୍ଗେ ତାହାଙ୍କରି। ବ୍ରାହ୍ମଣ ଜନମାନେ ଯେ ସଙ୍ଗତରେ ଛନ୍ତି, ସୋମରାଜ ନିକଟରେ ମିଳିଲେ ତୃପତି। ବାକ୍ୟକାର ନାହିଁ ପତ୍ର କାହାଳି ବାଜଇ, ସୋମରାଜା ଆସି ତାକୁ ବରିଗଲେ ନେଇ। ବେଦୀ ଚାମୁଣ୍ଡିଆ ଯତ୍ନେ କରିଲେ ନିର୍ମାଣ, ବିଷ୍ଣୁବଂଶୀ ରାଜା ସେ ପବିତ୍ର ବିଦ୍ୟମାନ। ମଙ୍ଗଳ ଗୀତ ଗାଇଣ ହୁଳ ହୁଳି ଦେଲେ, ବରବେଶ ହୋଇ ସତ୍ୟବ୍ରତ ଯେ ବସିଲେ। ସୋମ ରାଜା ବସି କଲେ ବରୁଣର ପୂଜା, ବରୁଣ ପୂଜା ସାରିଲେ ସତ୍ୟବ୍ରତ ରାଜା। ସତ୍ୟବାକ୍ୟ ଉଚ୍ଚାରିଣ ଗନ୍ଧବାସ କଲେ, କୌତୁକ ସୂତ୍ରରେ ଦୁର୍ବା ଗୁଡ଼ିଏ ବାନ୍ଧିଲେ। ବର ମୁଣ୍ଡରେ ମୁକୁଟ ବାନ୍ଧିଲେ କନେଇ, ସୁବର୍ଣ୍ଣ ମୁକୁଟ ସପ୍ତ ଶାଖା ସେ ଅଟଇ। ଲବଣ ଚାମର ସାରି ମହାବ୍ୟାପ୍ୟ ଚାରି, କନ୍ୟାକୁ ଘେନି ଅଇଲେ ବେଶଭୂଷା କରି। କୁଶଗ୍ରନ୍ଥି ବାନ୍ଧି ଶିରେ ମୁକୁଟ ବାନ୍ଧିଲେ, ଅଗ୍ନିରେ ହୋମ କରିଣ ବିବାହ ସାରିଲେ। ଯୌତୁକ ଭିଆଣାଦି ଦେଲେ ପୁରୋହିତ, ଯେ ସନକ ପୂର୍ବ ବିଧି ଅଛି ବେଦ ମତ। ସୋମରାଜା ରତ୍ନ ଯୌତୁକ ସମର୍ପିଲେ, ବର କନ୍ୟାଙ୍କୁ ବନ୍ଦାଇ ଗୃହେ ଘେନି ଗଲେ। ଜୁଆ ଖେଳିଲେ ସୁବର୍ଣ୍ଣ କଉଡ଼ି করে ଘେନି, ଶୀତଳ କୁଣ୍ଡି କରିଲେ ବର କନ୍ୟା ବେନି। ଆଚମନ ସାରି ଆସି ଆସ୍ଥାନେ ବସିଲେ, ଏସନକ ସମୟରେ ରବି ଅସ୍ତ ଗଲେ। ମଧୁଶଯ୍ୟାରେ ଶୟନ କରିଲେ କବେନି, ବିବିଧ କୌତୁକରେ ବଞ୍ଚିଲେ ରଜନୀ। ପ୍ରଭାତ ହନ୍ତେ ଉଠିଲେ ବେଗେ ନୃପବର, ଗୃହକୁ ଯିବା ପାଇଁ କି ହେଲେ ତତ୍ପର। କନ୍ୟାକୁ ମତମା ଭଙ୍ଗ ପରେ ବସାଇଲେ, ସୋମ ନୃପତି ତାହାକୁ ପାଛୋଟି ଅଇଲେ। ଦୁହି ତାକୁ ସମର୍ପଣ ଦେଇ ନୃପବର, ବାହୁଡ଼ି ଆସି ମିଳିଲେ ରାଜା ନିଜପୁର। ତାହାଙ୍କର ସୈନ୍ୟ ବଳ ସଙ୍ଗତରେ ଘେନି, ନିଜପୁରେ ଗଲେ ସତ୍ୟବ୍ରତ ନୃପମଣି। ଚତୁର୍ଥୀ ଶ୍ରାଦ୍ଧ ସପ୍ତାହ ମଙ୍ଗଳା ସାରିଲେ, କେତେକ ଦିନେ ଗୃହରେ ପ୍ରବେଶ ହୋଇଲେ। କାଳେ କୁମର ଦୁହିତା ହେଲା ତାଙ୍କ ଜାତ, ପୃଥୁ ଆଦି ରାଜାଙ୍କୁ ତା ଦେଲା ନରନାଥ।
ବ୍ରହ୍ମା ଅନେକ କନ୍ୟାକୁ ଆଣି ଯୋଗାଇଲେ। ନୃପତି ମାନେ ତାହାଙ୍କୁ ବାଣ୍ଟି ବିଭା ଦେଲେ। ପୁତ୍ରମାନେ ତାଙ୍କ ଠାରୁ ହୋଇଲେ କଜାତ। ରାଜେ ଦୁଇ ସେହି ମାନେ ହେଲେ ନରନାଥ। ଦୁହିତା ମାନେ ପୁନଶ୍ଚ ବହୁ ହେଲେ ଜାତ। ସ୍ତ୍ରୀ ପୁରୁଷ ଜନମ ହେଲେ ଅପ୍ରମିତ। 57 ରାଜାଙ୍କ ଠାରୁ ଜାତ ହେଲେ। ସହସ୍ର ବରଷେ ସର୍ବେ ପୃଥିରେ ବ୍ୟାପିଲେ। 4 ଲକ୍ଷ ନୃପ କାଳେ ହେଲେ। ପୃଥିବୀ ମଧ୍ୟରେ ସର୍ବେ ବ୍ୟାପିଣ ରହିଲେ। ବାଣ୍ଟି କରି ସର୍ବେ ଭୋଗ କଲେ ବସୁନ୍ଧରୀ। ନାନା ଜାତି ଜନପଦ କହିତ କେ ପାରି। ସୁରଭିହୁ ଗୋରୁ ଜନ୍ମି ପୁରିଲେ ଜଗତ। ବରସନ୍ତି ମେଘ ଶସ୍ୟ ଫଳି କଲା ସୁସ୍ଥ। ସୁଧର୍ମା ସଭାରେ ଯାଇ ସକଳେ ବସନ୍ତି। ସୁରଭିପୁରେ ବ୍ରହ୍ମାଙ୍କ ଭୁବନେ ଗମନ୍ତି। କ୍ଷୁଧା ତୃଷା ନାହିଁ ନିର୍ମଳ ଦେହ ମାନ। ମନ ଇଚ୍ଛା ହେଲେ ତହିଁ କରନ୍ତି ଭୋଜନ। ସ୍ୱର୍ଗ ମଞ୍ଚ ପାତାଳରେ ଆଚାର ଏକତ। ଅହଙ୍କାର ନାହିଁ ସ୍ଥାନେ ବସନ୍ତି ସମସ୍ତ। ନୃପତି ମାନଙ୍କୁ ବ୍ରହ୍ମା ଧନୁର୍ବିଦ୍ୟା ଦେଲେ। ସହସ୍ର ମନ୍ତ୍ର ମାନାଦି ସବୁ ସମର୍ପିଲେ। ପ୍ରଳୟ ଜଳରୁ ଯେବେ ବେଣୁ ବୃକ୍ଷ ଜାତ। ତହୁଁ ବିଶ୍ୱକର୍ମା ଧନୁ ଭ୍ୟାଇଲା ବହୁତ। ବିଷ୍ଣୁ ରୁଦ୍ର ବରୁଣ ଯେ କୁବେରକୁ ଦେଲା। ଆବର ଦେବତା ଯେତେ ସବୁଙ୍କୁ ଅର୍ପିଲା। ନୃପତି ଗଣଙ୍କୁ ସେହୁ ଥୋକେ ଧନୁ ଦେଇ। ଆବର ଦେବ ଭଣ୍ଡାରେ ଥୋଇଲା କନେଇ। କଶ୍ୟପଙ୍କ ସାନ ପୁତ୍ର ନାମ ରତ୍ନାକର। ତାହାଙ୍କୁ ଶ୍ରୀ ନାରାୟଣ କରିଲେ କୁବେର। 52 କୋଟି ଭଣ୍ଡାର ରହିଲା ତାହାତେ। ଏବେ ଏକ ମନ ହୋଇ ଶୁଣ ନରପତେ। କାଳେ ପୁଣି ବେଣୁ ବୃକ୍ଷ ମେଦିନୀରୁ ଜାତ। ସବୁରିଙ୍କ ଠାରେ ଧନୁ ବ୍ୟାପ୍ରେ ଅପ୍ରମିତ। 3 ପୁରେ ବ୍ୟାପ୍ତ ହେଲା ସେହି ଧନୁର୍ବାଣ। ସକଳ ସହି ବିଧାତା କରିଲା ଭିଆଣ। ରତ୍ନଜାତ ବୋଲି କରି ଅଛି ଏକ ଗିରି। ତମ୍ବା କଂସା ପିତ୍ତଳାଦି ଲୌହ ଜାତ କରି। ବିଶ୍ୱକର୍ମା ତହୁଁ ଶସ୍ତ୍ର ଗଢ଼ିଲା ଯତ୍ନରେ। ଗଦା ଭୂଷଣ୍ଡି ମୁଦ୍ଗର ସଂଖ୍ୟା କେହୁ କରେ। ବିଧାତା ଆଜ୍ଞାରେ ସେହୁ ସମସ୍ତଙ୍କୁ ଦେଲା। ଅସୁର ଦେବ ନରଙ୍କୁ ତା ପ୍ରାପ୍ତ ହେଲା। ଥୋକେ ଦେବ ଭଣ୍ଡାରେ ଥୋଇଲା ବିଶ୍ୱକର୍ମା। କହୁଅଛନ୍ତି ନାରଦ ଶୁଣ ହେ ମହାତ୍ମା। ଏମନ୍ତେ ନାନା ବିଧିରେ ଜଗତ ହେଲା ଜାତ। ଏ ରୂପେ ସୃଷ୍ଟି ସୃଜିଲେ ବ୍ରହ୍ମା ଦୈବତ। ମେଘମାନେ ଜଳ ଆଣି ସମୁଦ୍ରେ ବର୍ଷନ୍ତି। ଇନ୍ଦ୍ରଙ୍କ ଆଜ୍ଞାରେ ସେହୁ ଜଗତ ପାଳନ୍ତି। ନଦୀମାନେ କାଳେ ପୁଣି ସମ୍ଭୂତ ହୋଇଲେ। ମେଦିନୀରୁ କେହୁ ପର୍ବତରୁ ବୋହିଗଲେ। ଆତ୍ମା ରୂପେ ନାରାୟଣ ପୁରେ ସର୍ବଦେହ। ପ୍ରକୃତି ଘେନି ବିହରି ଲାଗେ ମାୟା ମୋହ। ଆଦ୍ୟଶକ୍ତି ଠାରୁ ନାରୀ ମାନେ ଜନ୍ମ ହେଲେ। ପରମ ବୀଜରୁ ପୁଣି ପୁରୁଷ ଜନ୍ମିଲେ। ପୂର୍ବରୁ ଭିଆଣ ହେଲା ବେଦ ଅନୁମତେ। କାଳ ବିଶ୍ରାମିଲା ପୁଣି ଜନଙ୍କର ଗାତ୍ରେ। ଈଶ୍ୱର ଦେହରୁ ଜାଣ ଜନମିଲା କାଳ। ବିଷ୍ଣୁ ନେତୃ ଚିତ୍ର ଗୁପ୍ତ ସେ ତାଙ୍କର ଚାଳ। ବିଷ୍ଣୁଙ୍କ ପୁତ୍ରକୁ ଯମ ପଣେ ଶାଢ଼ୀ ଦେଲେ।
एहु तिनि जण तांक सन्निधे रहिले। ताहांक पुर देखिले संजीवनी नाम, से पुरे पड़ई नाही सूर्यंक किरण। थोके दिने जमपण छाड़िले करुषी, पुनरपि जन्म हेले सूर्यंकर बंशी। वेद अनुक्रमे आत जात से करंती, पाप पुण्य बुझी प्राणी मानंको दंडंती। कर्मानुसारे नानादि जोनि जन्मा करी, स्त्री पुरुषंको करंती एते एते सरी। कहिली हे राजा संसारर स्थिति कथा, जैसन प्रकारे सृष्टि भ्याइले विधाता। विश्वकर्मा रथ मान भ्याइले जगते, देवता मनुष्य आदि चढ़ी से ही रथे। काले दक्ष प्रजापति जाग आरंभिले, रुद्रंकु न बरिलारु जाग नाश कले। शुणवा हे नारायण वदन्ति नारद, मत्स्य पुराण पढ़न्ते हरिव प्रमाद। श्रीमत्स्य पुराण ए जे सुधामय रस, ज्ञानी अज्ञानी सबुठी रंती पितवास। इंद्रद्युम्न पचारंती अल्प हसी करी, चंद्र सूर्य वंश काहू जन्मिले किपरी। नारद कहन्ति सूर्य ठारू मनुजात, तहु सूर्यवंशी राजा होइले संभूत। चंद्रंक नंदन जान बुध ग्रह हेला, पुरोइबा ताहांक ठारू जनमेला। काले पृथ्वी रे से जे होइले नृपति, तहिरु चंद्रवंशी जे जन्मिले पृथ्वी। भृगुंकर नंदन जे शुक्र हेले जात, कश्यपंकर शपथ जे अटंती दैत्य। गुरु करिण असुरे तांकु पूजा कले, ब्रह्मासुत देव गुरु बृहस्पति हेले। संतोषरे राजा बोले शुणिली समस्त, आदर कथाए मते कह तपवंत। मत्स्य पुराण चरित शुणिली कर्णरे, किंपा काल विश्रामिला प्राणींक अंगरे। मुनि बोइले हार नाम मृत्युपुर, प्रथम सृष्टि काले या भ्याइले श्रीधर। ए सृष्टि काले किए का होइला ए सन, गतागत भियाण ताके करिब आन। वेद जाक होइले जे दैव गर्भगत, भृगु वेद घेनी ब्रह्मा रचिला जगत। तेणु करी अनित्य ए होइला संसार, अल्प आयु हेला तेणु जन जंतुंकर। राजा बोले वेदरु जे सबु हेला जात, मनुष्य नागलोक जे देवता समस्त। ताहांकर अंगे किंपा मृत्यु न पशिला, जनलोक रे मृत्यु किंपा विश्रामिला। नारद बोइले तुम्भे इंद्रद्युम्न शुण, जे बण काले भ्याइले सृष्टि नारायण। अनेक काल पर्यंत मृत्यु तार नाही, मध्य भुवन लोके जे छन्ति सुखे रही। काल विश्रामिले तहु होइले संसारी, वेदर वचन आन केहु करि पारी। स्वर्गरे अछन्ति जान देवता सकळे, अमृत खाई अमर हेले सबु काले। मृत्युपुरर लोके जे नुहंती अमर, एहि रूपे आत जात हेउछि संसार। वेदरु जन्मिला कुकी अमर हुअन्ते, सेहि वेद कहिला जनंक मृत्यु पथे।
ଶୁଣିଣ ସେ ଇନ୍ଦ୍ରଦ୍ୟୁମ୍ନ ସନ୍ତୋଷ ହୋଇଲେ। ବେଦ ଯେ ଭଗ୍ନ ହୋଇଲା ତାକେ ମନ୍ତେ କଲେ। କହନ୍ତି ମହାମୁନି ଯେ ଶୁଣ ନୃପବର। ପରାଶର କୂଳେ ଜାତ ବ୍ୟାସ ଅବତାର। ସତ୍ୟବତୀ ନାମ କନ୍ୟା ହେଲା ତାଙ୍କ ମାତ। ଜନମିଲେ ବେଦ ବ୍ୟାସ ନାମେ ତପୋବନ୍ତ। ଅନେକ କାଳ ପର୍ଯ୍ୟନ୍ତ ସେହି ବେଦ ଥିଲା। ଯେ ଯେଉଁ ଅନୁକ୍ରମରେ ବେଦ ବ୍ୟାସ କଲା। ପୂର୍ବେ ବେଦ ଯେଉଁ ରୂପେ ହୋଇଥିଲା ଜାତ। ସେହି ଅନୁକ୍ରମ ଭିଆଇଲେ ତପୋବନ୍ତ। ଶୁଣ ମହାରାଜା ତୋତେ କହିଲି ତ କଳ। ମତ୍ସ୍ୟ ଅବତାର ଯେହ୍ନେ ହେଲେ ଆଦି ମୂଳ। ଏହି ମତ୍ସ୍ୟ ପୁରାଣକୁ ପଢ଼ିଲେ ଶୁଣିଲେ। ବେଦାଧ୍ୟୟନ ଯଜ୍ଞାଦି ଫଳ ଲାଭ ଭଲେ। ସକଳ ପାପରୁ ପ୍ରାଣୀ ତରିବ ପ୍ରମାଣ। ବୈକୁଣ୍ଠପୁରେ ବସିବ ବିଷ୍ଣୁର ସମାନ। ତୁଜେ ମହାରାଜା ଯେଣୁ ବିଷ୍ଣୁରେ ଭକତି। ବିଷ୍ଣୁ ମତ୍ସ୍ୟବତାର ତା ଶୁଣିଲା ତ ଶ୍ରୁତି। ସକଳ ପାପ ମାନ ଯେ ହେଲା ତୋର ହତ। ମତ୍ସ୍ୟ ପୁରାଣ ଶୁଣିଲୁ ହୋଇବୁ ମୁକତ। ଶୁଣି କରି ନରପତି ଆନନ୍ଦ ହୋଇଲେ। ମୁନିଙ୍କର ଶ୍ରୀଚରଣେ ପ୍ରଣାମ କରିଲେ। ପାଦ ଧୂଳି ଶିରେ ଘେନେ ବସି ନୃପବର। ଶ୍ରୀମତ୍ସ୍ୟ ନାରାୟଣଙ୍କ ପାଦେ ନମସ୍କାର। ନାରାୟଣଙ୍କ ଆଜ୍ଞାରେ ଦେଖିଲଇଁ ମୁହିଁ। ଦୁଷ୍ଟ ଜନ ଉପହାସେ ମୋର ଭୟ ନାହିଁ। ନିନ୍ଦା କଲେ ପୁରାଣ ନରକକୁ ଯିବ। ବ୍ରହ୍ମାରୁଦ୍ର କେହାକୁ ଅନ୍ୟଥା କରିବ। ପଣ୍ଡିତ ଜନ ମାନେ ହେ ନ ଧରିବ ଦୋଷ। ଶ୍ରୀ ବିଷ୍ଣୁ ଆଜ୍ଞାରେ ଏହା କରିଲି ପ୍ରକାଶ। ଶ୍ରୀମତ୍ସ୍ୟ ନାରାୟଣଙ୍କ ଚରଣ କମଳ। ସର୍ବଦା ପ୍ରଣମି ନେଲେ ବିପ୍ର କାମ ପାଳ। ଇତି ଶ୍ରୀମତ୍ସ୍ୟ ପୁରାଣ ପବିତ୍ର କାହାଣୀ। ପ୍ରତିଦିନ ପଢ଼ି ଶୁଣି ଭବୁତର ପ୍ରାଣୀ। ଏହା ଶୁଣିଲେ ପ୍ରମାଦ କେଭେ ନ ପଡ଼ିବ। ନବଗ୍ରହ ଦୋଷ ଶାନ୍ତି ଅଚିରେ ହୋଇବ। ଇତି ଶ୍ରୀମତ୍ସ୍ୟ ପୁରାଣେ ନାରଦ ଇନ୍ଦ୍ରଦ୍ୟୁମ୍ନ ସମ୍ବାଦେ ସତ୍ୟବ୍ରତ ପରିଣୟ ନାମ ଏକାଦଶ ଅଧ୍ୟାୟ।